ଗ୍ୟାସ୍ ବେଶୀ ଜଲ୍ଦି ସରିବାର ଝଞ୍ଝଟ ଆଉ ଲାଗିବନି, ଆଉ ଡର ଲାଗିବନି। ଯଦି ଏମିତି ମାଧ୍ୟମରେ ଆପଣମାନେ ବ୍ୟବହାର କରିବେ ତାହେଲେ ଗ୍ୟାସ୍ ବହୁତ ଦିନ ପର୍ଯ୍ୟନ୍ତ ଯିବ, ଆଉ ଝଞ୍ଝଟ ଚିନ୍ତା ଲାଇନରେ ଠିଆ ହେବାକୁ ମଧ୍ୟ ଲାଗିବନି। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଚାଲନ୍ତୁ ଦେଖିବା ଆଜିର ବହୁତ ୟୁଜଫୁଲ୍ ଟିପ୍ସ ଆଣିଛି, ଯୋଉଟା ସବୁ ଘରେ ସବୁ ଗୃହିଣୀମାନଙ୍କର ପ୍ରଥମ ଚିନ୍ତା ଥାଏ। ହଠାତ୍ କି ଗ୍ୟାସ୍ ସରିଗଲା, ଆମେ କେମିତି ରୋଷେଇ କରିବୁ, ଆଉ ଗ୍ୟାସ୍ ଜଲ୍ଦି କାହିଁକି ସରିଯାଉଛି। ଦେଖନ୍ତୁ ଜଲ୍ଦି ସରିବାର ବହୁତ କାରଣ। ଚାଲନ୍ତୁ ଭିଡ଼ିଓରେ ବଢ଼ିବା। ଭିଡ଼ିଓଟି କୋଉଠି ଦେଖୁଛନ୍ତି ଦୟାକରି ଆନ୍ସର କଲେନ୍ ପ୍ଲିଜ୍ କମେଣ୍ଟରେ ଜାଣିବେ, ତାକି ଧନ୍ୟବାଦ ନିହାତି ଭାବରେ ଜଣାଇବେ। କିଛି ବି ଜିନିଷ ଯଦି ନଷ୍ଟ ହେଇଯାଏ ତାକୁ ତାହେଲେ ଆପଣମାନେ କେମିତି ତାକୁ ରଖିପାରିବେ ଆଉ ନିଜକୁ ବଞ୍ଚେଇ ପାରିବେ, ନିଜ ପଇସାର ମଧ୍ୟ ସେଭିଙ୍ଗସ୍ କରିପାରିବେ, ସେଇ ସବୁ ମ୍ୟାଟରରେ ଆଜି ଜାଣିବା। ଛୋଟ ଛୋଟ ଖର୍ଚ୍ଚ ଆମକୁ ଏତେ ବଡ଼ କରିଥାଏ ଯେ ପଛରେ ଆମକୁ ସେ ଖର୍ଚ୍ଚଟା ସମ୍ଭାଳ ମଧ୍ୟ ହେଇପାରେନି, ଆଉ ସେଥିପାଇଁ ଆମେ ହଇରାଣ ମଧ୍ୟ ହେଇଥାଉ। ତ ଘରର ଛୋଟ ମୋଟ ଖର୍ଚ୍ଚ ଆମକୁ ବହୁତ ମହଙ୍ଗା ପଡ଼ିଥାଏ। ଚାଲନ୍ତୁ ଭିଡ଼ିଓରେ ବଢ଼ିବା। ଦୟାକରି ସେୟାର କରିବେ, କାରଣ ସମସ୍ତଙ୍କର ଯଦି ପଇସା ଅଧିକ ଖର୍ଚ୍ଚ ହେଉଛି ତାହେଲେ ଚିନ୍ତାରେ ମଧ୍ୟ ସମସ୍ତେ ରହିବେ। ଅଧିକ ଖର୍ଚ୍ଚ କାହାକୁ ଭଲ ଲାଗେ ନାହିଁ। ପ୍ରଥମ ଟିପ୍ସଟି ଚାଲନ୍ତୁ ସାଙ୍ଗମାନେ ଦେଖିନେବା ଆମର ପରିବାକୁ ନେଇକରି, ଠିକ୍ ଅଛି। ତ ଭେଣ୍ଡି ଗୋଟେ ଜିନିଷ ଆମ ଘରେ ଆମେ ସବୁବେଳେ ପରିବାରରେ ଭେଣ୍ଡି ହେଇଥାଉ, କାରଣ ଭେଣ୍ଡିରେ ବହୁତ ଫାଇବର ଥାଏ, ବହୁତ ପୌଷ୍ଟିକ ଖାଇବାଟେ। ଆଉ ଭେଣ୍ଡି ଯେତେବେଳେ ଆମକୁ ତାଜା ତାଜା ଭେଣ୍ଡି ଦେଖାଯାଏ ମାର୍କେଟରେ, ଆମେ ଆଗ ବୋହି ଆଣୁ। ଏଇଟା ଗୋଟେ ଏମିତି ପରିବା ଛୋଟ ପିଲା ଖାଇବାକୁ ପସନ୍ଦ କରନ୍ତି, ଆମେ କରୁ, ଆଉ ଡିଫରେଣ୍ଟ ଖାଇବା ତ ଏଥିରେ ବନିଯାଏ। ତ ଭେଣ୍ଡି ଆମେ ଯେତେବେଳେ ଆଣୁ ଲୋଭରେ କ'ଣ କରୁ, ଲୋଭରେ ଆମେ କ'ଣ 250 ଆଣିବୁ, ଆମେ ତ ଲୋଭରେ ଅଧ କିଲେ କଅଁଳିଆ କଷି ଭେଣ୍ଡି ଦେଖିଲେ ଆଗ ଧାଇଁକି ଆଣିଦେବୁ। ତ ଆମେ ଧରିକି ପୁଳେ ଭେଣ୍ଡି ପଳେଇ ଆସିକିରେ କ'ଣ ହେଲା, ଭେଣ୍ଡି ଗୋଟେ ଜିନିଷ ସିଏ କି ଗଛରୁ ତୋଳିଲା ପରେ ବୁଢ଼ା ହୁଏ, ଏଇଟା ମନେ ରଖିଥାନ୍ତୁ। ତ ଆପଣ କ'ଣ କରିଥିବେ, ଯେତେ କଷି ଭେଣ୍ଡି ଦେଖିକି ଆଣିଥାନ୍ତି ଆପଣ ଗୋଟେ ଥର କରିଦେଇଛନ୍ତି, ଆଉ ଲୋଭରେ ରଖିଦେଇଥିବେ, ସେ ଭେଣ୍ଡିଟି ପୁଣି ବୁଢ଼ା ହେଇକିରି ଟାଣ ହେଇଯିବଣି। ଆଉ ବେଳେବେଳେ ଭେଣ୍ଡି ଆମର ଫ୍ରିଜ୍ ଭିତରେ ବି ମିଳେଇ ଯାଉଛି, କ'ଣ ସାର ମିଶୁଛି କ'ଣ ମିଶୁଛି କେଜାଣି ଆଜିକା ଡେଟ୍ରେ, ସାଙ୍ଗେ ସାଙ୍ଗେ ଭେଣ୍ଡି ଶୁଖିଗଲାଣି। ଶୁଖିବା ତ ଆଜି କିଛି ହେଉନି, ପରିବେଶ ମିଳେଇ ଯାଉଛି, ମାନେ କେତେ ପ୍ରକାର କେମିକାଲ ମିଶୁଛି। ତ ଆମେ ଯେତେବେଳେ ଭେଣ୍ଡି ଆଣୁଛେ ସବୁ ଆମେ ପାଣି ଲାଗିଲେ ମିଳେଇ ଯିବ, ତେଣୁକରି ସେମିତି ଫ୍ରିଜ୍ ଭିତରେ ପୁରେଇ ଦେଲେ। ସେମିତି କରିବେନି, 5 ମିନିଟ୍ ଯଦି ପରିଶ୍ରମ କରିବେ ଆପଣଙ୍କର କାମ ଏଇଠି ବଢ଼ିଆ ବନିବ। ଭେଣ୍ଡିକି ଆମେ ଆଗ ଭାଗ କରିନେବା, ମୋଟା ପତଳାକୁ ଭାଗ କରିଦେବା। ଗୋଟା ବୁଢ଼ା ଭେଣ୍ଡି ତାକୁ ଅଲଗା କରିଦେବା, ଗୋଟେ କଷି ଭେଣ୍ଡି ତାକୁ ଏକାଠି ରଖିବା, ଏମିତି ରଖିକିରି ଏମିତି ଭାଗ କରିଦେବେ ଯଦି ବେଶିକା ଭେଣ୍ଡି ଥିବ, ଠିକ୍ ଅଛି। ଆଉ ଭେଣ୍ଡି ଭିତରେ ପୋକ ସବୁବେଳେ ରହୁଛି, ଏଇଟା ଆମେ ମାନେ ମଧ୍ୟ ଜାଣିଛେ। ଭେଣ୍ଡିକୁ ଆମେ ସାଇଡ଼ରେ ରଖିଲେ ତା କାମ ମୁଁ ଆପଣଙ୍କୁ କହିବି, ସେଥିରେ ଆମେ କ'ଣ କରିବା। ତାପରେ ନେକ୍ସଟ କାମ ଚାଲନ୍ତୁ, ଆଉ ଗୋଟେ କାମ ଏବେ କଲେ ଯାଇକି ଆଉ ଟିକେ ପରେ ତାର ରେଜଲ୍ଟ ମିଳିବ ଆମକୁ। ତ ପାଣି ମୁଁ ନେଇଗଲି, ପାଣି ନେଇକରି କ'ଣ କଲି, ଗୋଟେ ବର୍ତ୍ତନରେ ପାଣି ପୁରେଇଲି, ଯୋଉଟାକି ଆମର ପିଇବା ପାଣି ନୁହେଁ, ନଳ ପାଣି। ତାପରେ ଆମେ ଏଠି କଣିବା ଲୁଣ ଗୋଟେ ଚାମଚ, ସୋଡ଼ା ଗୋଟେ ଚାମଚ ଏ ପାଣିରେ ଭଲକି ଗୋଳେଇ ଦେବା। ଗୋଳେଇକି କ'ଣ କରିବା, ସେ ପୁରା ଡିଜଲ୍ଭ ହେବ, ଭଲକି ମେଲ୍ଟ ହେଇଯିବ। ତାପରେ କ'ଣ କରିବା, ଏ ପାଣିଟା ବେଶୀ ପାଣି ନେବେନି, ଅଳ୍ପ ପାଣି ନେବେ, ଠିକ୍ ଅଛି। ତାପରେ ଆମେ ଏଥିରେ କ'ଣ କରିବା, ଆମ ଘରେ ଆମେ ଚାହା କରୁଛେ, ଚାହାପତି ଗୋଟେ ଚାମଚ ନେଇଯିବେ। ନହେଲେ ଆପଣ ଯଦି ଚାହା ପିଇ ସାରିକି ଯେଉଁ ଚାହାପତିରେ ଫୋପାଡ଼ିବାକୁ ରଖିଛନ୍ତି ତାକୁ ଭଲକି ଧୁଆଧୁଇ କରିଦେବେ, ତାର ଯେଉଁ କ୍ଷୀର ଅଂଶ ଗୁଡ଼ା ବାହାରିଯିବ। ତାପରେ ସେଇ ଚାହାପତି ପକେଇକିରି ଗରମ ପାଣିରେ ଫୁଟେଇ ନେବା, ତାକୁ ଆମେ ସାଇଡ଼ରେ ରଖିବା। ତାପରେ ଯେଉଁ ଭେଣ୍ଡିକି ମୁଁ ଏଠି କାଟିକି ଭାଗ କରି ରଖିଥିଲି, ତାକୁ କ'ଣ କରିବେ, ଏ ଭେଣ୍ଡିକି ଆମେ ତ ଫ୍ରିଜରେ ରଖିବା, କାରଣ ଭେଣ୍ଡି ବାହାରେ ରହିଲେ ଶୁଖିଯିବ, ନହେଲେ ମିଳେଇଯିବ। ଯାହା ହେଲେ ତ ଗୋଟେ ହେବ, ନ୍ୟୁଜ୍ ପେପର ନେବେ, ଠିକ୍ ଅଛି। ମନେ ରଖନ୍ତୁ, ନ୍ୟୁଜ୍ ପେପର ନେବେ, ଆଉ କିଛି ନେବେନି। ନ୍ୟୁଜ୍ ପେପର ନେବେ, ଭେଣ୍ଡିକି ଏକାଠି କରିନେବେ। ଏକାଠି କରିକି ସେ ଭେଣ୍ଡିର ଯେଉଁ ଉପର ଭୁଣ୍ଡି ଗୁଡ଼ାକ ନୁହଁ, ଉପର ଭୁଣ୍ଡି ଗୁଡ଼ାକ କାଟିବେ। କେବଳ ଭୁଣ୍ଡି କାଟିବେ, ଆଉ ତଳପଟ ଡେମ୍ଫ କାଟିବେନି, କି ଭେଣ୍ଡିକି ମଝିରୁ କାଟିବେନି, କିଛି କରିବେନି। କାରଣ ଯଦି ବି ଭେଣ୍ଡି ଭିତରେ ପୋକ ଥିବ, ଏଇଦର ଭେଣ୍ଡି ଭିତରେ ଯଦି ପୋକ ଥିବ ସିଏ ବାହାରିଯିବ, ଆଉ ଯଦି ପୋକ ନଥିବ ବି କିଛି ଅସୁବିଧା ନାହିଁ। ତାକୁ କାଟିକି ତାର ଭୁଣ୍ଡି ଅଲଗା କରିଦେବା। ଆଉ ଭୁଣ୍ଡି ମୁଁ ଏଇଠି କାଟୁଛି କ'ଣ ପାଇଁ, ସେଇଟା ବି ରିଜିନ୍ ଆପଣମାନେ ଜାଣିବା ଦରକାର। ଆଉ ଭୁଣ୍ଡି ଗୋଟେ ଜିନିଷ, ପ୍ରଥମେ ଭେଣ୍ଡିର ଭୁଣ୍ଡିଟା ହିଁ ମିଳାଏ, ମନେ ରଖନ୍ତୁ। ଆପଣ ଫ୍ରିଜରୁ ଦେଖିଥିବେ, ଯେତେବେଳେ ଭେଣ୍ଡି କାଢ଼ିବେ, ଭେଣ୍ଡି କ'ଣ ହେଇଥିବ, ତା ଭୁଣ୍ଡିଟା ମିଳେଇକି ଧୀରେ ଧୀରେ ଫ୍ରିଜରେ ଭେଣ୍ଡିଟି ମିଳେଇ ଯାଇଥିବ। ଭୁଣ୍ଡି ମିଳେଇଲେ ସେଇପଟେ ସିଏ ଏଣ୍ଟ୍ରି କରିଯାଏ ସବୁତକ ମଏଶ୍ଚର ଗୁଡ଼ାକ। ତ ଏମିତି ହେଇକି ଭେଣ୍ଡିଟି ନଷ୍ଟ ହୁଏ। ତ ଏଇଠି ବୁଢ଼ା ଭେଣ୍ଡି ଅଲଗା କରିଦେବେ, କଷି ଭେଣ୍ଡି କ'ଣ କରିବେ, ଭୁଣ୍ଡି କାଟିଦେବେ। ଭୁଣ୍ଡି କାଟିକି କ'ଣ କରିବେ, ଏକ ନ୍ୟୁଜ୍ ପେପର ଭିତରେ ଏମିତି ରଖିବେ। ଦେଖନ୍ତୁ ଏମିତି ପୋକ ବି ଜଣାପଡ଼ିଯିବ ଯଦି ଭିତରେ ଥିବ। ଆଉ କିଛି କଟାକଟି କରିବେନି। ଆଉ ଭେଣ୍ଡିକି ମନେ ରଖନ୍ତୁ ଭଲକି ଧୋଇ ଦେଇଥିବେ, ଧୋଇକି ପୋଛି ଦେଇଥିବେ, ସେ କାମଟା କରିବେ। ପଛରେ ଆଉ ଧୁଆ ଧୁଇ ହେବନି, କାରଣ ତା ଭିତରେ ପାଣି ପଶିଲେ ନାଳ ବେଶୀ କ୍ରିଏଟ୍ ହେବ। ତାପରେ ତାକୁ ନ୍ୟୁଜ୍ ପେପରରେ ଗୋଳେଇ ଦେବେ, ରବର ବାନ୍ଧି ଦେବେ, ବଢ଼ିଆକି ରବର ବାନ୍ଧି ଦେବେ। ନ୍ୟୁଜ୍ ପେପରକୁ ଭଲକି ଜାକି ଜୁକି ଦେବେ। ଆମ ଘରେ ଏମିତି ବି ନ୍ୟୁଜ୍ ପେପର ଫ୍ରି ଥାଏ, କିଣିକି ଆଣୁ, ତାପରେ ବିକାଉନା, କବାଡ଼ି ବେଲାକୁ କାମରେ ୟୁଜ୍ କରିବେ। ପଲିଥିନ୍ ଭିତରେ ପୁରେଇବେ, ଯାହା ଯେମିତି ଆପଣ ଫ୍ରିଜରେ ଷ୍ଟୋରେଜ କରୁଛନ୍ତି ଏବେ ଷ୍ଟୋରେଜ କରି ଦେଖନ୍ତୁ। ଭେଣ୍ଡି ଆପଣଙ୍କର କେତେ ଦିନ ଯିବ, ଭେଣ୍ଡି ଜଲ୍ଦି ବୁଢ଼ା ହେବନି। ଟ୍ରାଏ କରିକି ଥରେ ଦେଖନ୍ତୁ, ଭେଣ୍ଡି ବହୁତ ବଢ଼ିଆ ହେବ, ନାଳେଇବନି, ନଷ୍ଟ ହେବନି, ପୋଚିବନି, ସଢ଼ିବନି। ଯେପର୍ଯ୍ୟନ୍ତ ଆପଣ ୟୁଜ୍ କରୁଛନ୍ତି ଫ୍ରେଶ୍ ଭେଣ୍ଡି ପାଇବେ। ତ ଚାଲନ୍ତୁ ବଢ଼ିବା। ଆମେ ଯେଉଁ ପାଣି ସେଠି ଗରମ କରିକି ରଖିଥିଲେ, ଗରମ ପାଣିରେ ଚାହାପତି ପକେଇଥିଲେ, ଏଠି ଆମେ କ'ଣ କରିବା, ଗ୍ୟାସର ବର୍ଣ୍ଣର ଦୁଇଟାକୁ ପକେଇଦେବା। ପକେଇକି କ'ଣ କରିବେ, ତାକୁ ମିନିମମ୍ 10 ମିନିଟ୍ ଛାଡ଼ିବେ, ସେ ତା ଭିତରେ ଭଲକି ସୋକ୍ ହୋଇଯିବ, କାରଣ এই ବର୍ଣ୍ଣର ଆମକୁ ବହୁତ ହଇରାଣ କରିଥାଏ। ତାପରେ କ'ଣ କରିବା, ଗରମ ପାଣି ଯେହେତୁ ହେଇଛି, ଲୁଣ ସୋଡ଼ା ପଡ଼ିଛି, ଚାହାପତି ପଡ଼ିଛି, ସେମାନେ ତାଙ୍କ
काम करेंगे ताको आम 10 मिनट छाड़देवा तापर कौन करवा गोटे प्लेट ना गोटे प्लेट नहीं तापर कौन करवा ये बर्नल दुटा को काढ़ी आनिया देखूँ आउ इन गोटे ने इनर जबरदस्त काम मन रखु इन गोटे निहाती भाव ने इन बढ़िया काम करे इन पकई सारापर से एक्टिवेट हम बढ़िया कि तापर कौन करेंगे गोटे सांपो ने टंकिकिया सांपो ने आप भीम लिक्विड अच्छी सी ने मत सबुठ भल एफोर्डेबल हुए ये क्लिनिक प्लस सांपो गुड़ाक तेणुक मुझे सब सफासफी कम क्लिनिक प्लस सांपो बेस्ट बढ़िया काम करे बढ़िया यूज कर दिए मुझे गोटे टंका एत जना पड़ोनी बढ़िया काम होगा मेजरमेंट ठीक रहा तापर कौन करेंगे जो आम गैस जो ये बर्नल टाक कौन करवा ब्रश लगे धोइबे देखिए आमर मेजर प्रॉब्लम थाए आम बर्नल मेजर प्रॉब्लम एमती थाए जे आम जापारे किंतु बर्नल टाक आम रेगुलर यूज करुचे से जिनटा के ध्यान दे ना तो ब्रश रे सफा करेंगे भल कि खसा खसी करेंगे आपन जिते पुराणा बर्नल होता कि नुआ बर्नल होता जहाँ भी होता आपड़ जो रेगुलार रोषेईवास करुँच तो ये जिनटी आग क्लीन करेंगे एथर आपंकर कौन बेनिफिट हे चलते जाना बढ़िया कि सफा कर दुटा जाक निहाती भाव में सफा करेंगे कारण यही दुटा जिन ही ब्लकेज आरंभ करता है यही दुटा जिन ही बेसी खर्चांत आमको कराई थाए तो सफा कर सारा कौन हुए ना बर्नल दुटार ऊपर लेयर बाहरी जीव से पोड़ी पोड़ी तापर लेयर पड़ी थाए आउ तार जो कणा गुड़ाक ऊपर लेयर पड़ जाए तेणुक बर्नल को आराम से सफा करदे कारण एगुड़ा सब ये कौटी तंबार बर्नल कौटी कपर बर्नल तो विभिन्न प्रकार तेणुक बर्नल गुड़ा कॉस्टली थाए सब गैस मानक समस्त टिके इन पकाउे इन जदि ना बेकिंग सोडा टे पकई लेंबू टे चिपुड़ देवे इन भाया से रिएक्ट कर जदि इन अच्छी बहुत भल कथा आउ क्लीनिंग रे इन बहुत काम करे बर्नल दुटा भल कि घसीवा 5-10 मिनट टाइम नबे आ बेसी लगे वेस्ट हेनी कारण आपणकर ये ही बहुत खर्च आप हो जाती बर्नल को आम जो सफा कर तार कणा गुड़ाक मेला होगा कणा मझे मझे जो ब्लकेज है बर्नल पर लेयर पड़ी जल्दी बर्नल पोड़ी पोड़ी जाए डिफरेंट रिजन हुए तापर आम एक भल कि सफा करदे देखिए गोटे गोटे बर्नल तो पूरा नुआ मार्केट रू आनला भाया हो जाए गोटे गोटे सेमती कला रंग थाए कि तार जो कणा गुड़ाक क्लीन हो जाए से कणा गुड़ा बाट फिटिज सब सब कणा पूरा स्पष्ट आपको देखा जाऊपर बर्नल कौन करे ना बहुत गैस खर्चांता आमको करे केमिति करे आपको चलन जानूचे एबे तो एलपीजी केते प्रॉब्लम चलছে आपण माने जानिथिबे गैस मिलुनी टांकी धरिके हम लाइन रे ठिया होचे कोठी आम गैस सरीगला हम हैरान होचे विभिन्न ना गैस टाको जदि देखि चाहिए आपण चलैबे ताले बहुत दिन जीवो गैस जेतले बर्नल आपनकर सफा थिबो गैस टा प्रॉपर मात्रा रे भरले गैस आपनकर खर्च बेसी हेबनी जोटी बर्नल आपनकर खराब रहिला से गैस लीकेज आरंभ होबो गैस बर्नल गैस चूल्हा रे बर्नल कनेक्शन होला से पटे जो गैस गुड़ाक बाहरी आसुव कारण एपट कणा बंद से सेपटे बाहरी आसी गैस आमर बर्बाद हो गला बर्नल जिते सुंदर जलिब गैस आपंकर से सेफ्टी रहा गैस ठीक टाइम रे आपंकर सर आगुरी सरबनी जदि आप बेसी खर्च कर डिपेंड करुच्ची आ सब लो फ्लेम रे जदि आप बेसी कुक करिए गैस बेसी सर लो फ्लेम रे जना पड़ेनी कि पवन फवन से फ्लेमटा लगे कड़ई को हाँ कड़ई को तेणुक फ्लेमटा बाजेनी जिते हाई फ्लेम रे ठिया होकर खाया पिया बनई देवे आपंकर गैस से सरबनी आ बर्नल जदि सफा अच्छी तो हाई फ्लेमटा जलिब आपंकर जदि बर्नल सफा ना धीरे 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 धिकई बर्नल टी जलिला जदि गैस तो लो फ्लेम रे बेसी सर पवन हली जाऊ गैस ये हो डिफरेंट रिजन जो आपंकर प्रॉब्लम हुए आम गैस हैरान होचे आमर जो गैस 2 मास जावाक मसेक सर भारी बाधिब गैस क्राइसिस चलती तेणु देखी चाहिए चलिए एमती कले आप पैसा बचे जिनस संचय